ପନ୍ଥୁ କ'ଣ? ଯଦି ଆଜି ସକାଳେ ଉଠିବା ପରେ ଆପଣ ହଠାତ୍ ଅସ୍ଥିରତା ଅନୁଭବ କଲେ, ଯଦି କୌଣସି ସ୍ପଷ୍ଟ କାରଣ ବିନା ଆପଣଙ୍କର ଚିନ୍ତାଧାରାରେ ଏକ ନିର୍ଦ୍ଦିଷ୍ଟ ମୁହଁ ବାରମ୍ବାର ଆବର୍ତ୍ତନ କରେ, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ଆଜି ଯାହା ଘଟିବାକୁ ଯାଉଛି ତାହା ଆପଣଙ୍କ ଜୀବନର ଗତିପଥକୁ ମୂଳତଃ ପରିବର୍ତ୍ତନ କରିପାରେ। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏସବୁ ଏକ ମହିଳା ସହିତ ଅବିଚ୍ଛେଦ୍ୟ ଭାବରେ ଜଡ଼ିତ। ଜଣେ ମହିଳା ଯିଏ ବାହ୍ୟ ଭାବରେ ଶାନ୍ତ ଦେଖାଯାନ୍ତି, କିନ୍ତୁ ଯାହାଙ୍କର ଉଦ୍ଦେଶ୍ୟ ଆପଣ କେବେ କଳ୍ପନା ମଧ୍ୟ କରିପାରିବେ ନାହିଁ। ବନ୍ଧୁମାନେ, ଆଜିର ଏହି ଭିଡିଓରେ ମୁଁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ସଂକେତ ପ୍ରକାଶ କରିବି, ଯାହା ଆପଣଙ୍କୁ ଏହି ମହିଳା କିଏ ତାହା ସଠିକ୍ ଭାବରେ ଚିହ୍ନଟ କରିବାରେ ସକ୍ଷମ କରିବ। ଏବଂ ଯଦି ଆପଣ ସେହି ସଂକେତକୁ ଅଣଦେଖା କରନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କର ହୃଦୟ, ଆପଣଙ୍କର ଆର୍ଥିକ ଏବଂ ଆପଣଙ୍କର ପ୍ରତିଷ୍ଠା ସବୁକିଛି ବିପଦରେ ପଡ଼ିପାରେ। ଗ୍ରହଗୁଡ଼ିକର ସଂରଚନା ଆପଣଙ୍କର ଚାରିପାଖରେ ଏକ ଅଜବ ଜାଲ ବୁଣୁଛି। ଏହା ଅନୁଭବ ହେଉଛି ଯେପରି କେହି ଜଣେ ଆପଣଙ୍କୁ ଧୀରେ ଧୀରେ ନିଜର ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରୁଛି। ଆଶ୍ଚର୍ଯ୍ୟର କଥା, ଆରମ୍ଭରେ ସବୁକିଛି ଆପଣଙ୍କ ପାଇଁ ସୁଖଦ ଦେଖାଯିବ। ଆପଣ ଅନୁଭବ କରିବେ ଯେପରି କେହି ଜଣେ ପ୍ରକୃତରେ ଆପଣଙ୍କ ପାଇଁ ଚିନ୍ତିତ, ଯେ କେହି ଜଣେ ଆପଣଙ୍କ ନିକଟତର ହେବାକୁ ଚାହାନ୍ତି। ତଥାପି ପ୍ରକୃତ ଖେଳ ସେହିଠାରୁ ଆରମ୍ଭ ହୁଏ। ଆଜି ଅପରାହ୍ନ ପରେ କିଛି ସମୟ ପରେ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା, ମନ୍ତବ୍ୟ କିମ୍ବା ଇଙ୍ଗିତ ଆପଣଙ୍କ ପାଖକୁ ଆସିବ, ଯାହା ଆପଣଙ୍କର ହୃଦୟକୁ ହଠାତ୍ ତୀବ୍ରତା ସହିତ ଦୌଡ଼େଇବ। ଏହା ବ୍ୟତୀତ ଯଦି ଆପଣ ବର୍ତ୍ତମାନ ଏକ ପ୍ରେମ ସମ୍ପର୍କରେ ଜଡ଼ିତ ଅଛନ୍ତି, ତେବେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ, କାରଣ କୌଣସି ତୃତୀୟ ପକ୍ଷ ଆପଣଙ୍କର ମନର ଶାନ୍ତିକୁ ବ୍ୟାହତ କରିବାକୁ ଚେଷ୍ଟା କରିପାରେ। ଏହା କେବଳ ସାଧାରଣ ଈର୍ଷାର ଘଟଣା ନୁହେଁ, ବରଂ ଏହା ଏକ ଯୋଜନାବଦ୍ଧ ଖେଳ, ଯାହା ଜାଣିଶୁଣି ଉଦ୍ଦେଶ୍ୟ ସହିତ ସଂଗଠିତ ହୋଇଛି। ଏବଂ ଯେତେବେଳେ ଆପଣ ଜାଣିବେ ଯେ ଆପଣ ଯାହାକୁ ଅନ୍ୟମାନଙ୍କ ଠାରୁ ଅଧିକ ବିଶ୍ୱାସ କରିଥିଲେ, ସେହି ବ୍ୟକ୍ତି ଆପଣଙ୍କ ବିଷୟରେ ଏବଂ ଆପଣଙ୍କର ବ୍ୟକ୍ତିଗତ ବ୍ୟାପାର ବିଷୟରେ ଅନ୍ୟ କାହା ସହିତ ଆଲୋଚନା କରୁଛନ୍ତି, ସେତେବେଳେ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଆଘାତ ଅପେକ୍ଷା କରିଛି। ଆପଣଙ୍କର ସବୁଠାରୁ ବ୍ୟକ୍ତିଗତ ବିବରଣୀ, ଆପଣଙ୍କର ଦୁର୍ବଳତା, ଆପଣଙ୍କର ଭୟ ସବୁକିଛି ଅନ୍ୟ ଜଣଙ୍କ ସମ୍ମୁଖରେ ପ୍ରକାଶ କରାଯାଇଛି। ତଥାପି ସେ ବ୍ୟକ୍ତିଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ବର୍ତ୍ତମାନ ପାଇଁ ସେମାନଙ୍କର ପ୍ରକୃତ ଚେହେରା ଲୁକ୍କାୟିତ ରହିଛି। ଆଜି ପ୍ରକାଶିତ ସଂକେତ ଗୁଡ଼ିକ କେବଳ ସେମାନଙ୍କ ପାଇଁ ପ୍ରକାଶିତ ହେବ ଯେଉଁମାନଙ୍କର ଆନ୍ତରିକ ଶକ୍ତି ରହିଛି। ମନେ ରଖନ୍ତୁ, ଆଜି ମୁଁ ଆପଣଙ୍କ ସହିତ ଯେଉଁ ନିର୍ଦ୍ଦିଷ୍ଟ ସଂକେତ କହିବାକୁ ଯାଉଛି, ତାହା ସମସ୍ତଙ୍କ ଭାଗ୍ୟରେ ଦେଖାଯିବା ପାଇଁ ଭାଗ୍ୟରେ ନାହିଁ। ଆଜି ଆପଣଙ୍କର କ୍ୟାରିୟର ପାଇଁ ଏକ ବଡ଼ ମୋଡ଼ ଆସୁଛି। କେହି ଜଣେ ଯାହାଙ୍କ ଠାରୁ ଆପଣ ବହୁଦିନ ଧରି କିଛି ଆଶା କରିନାହାନ୍ତି, ହଠାତ୍ ଆପଣଙ୍କର ବୃତ୍ତିଗତ ବ୍ୟାପାରରେ ହସ୍ତକ୍ଷେପ କରିବେ। ପ୍ରାରମ୍ଭରେ ଆପଣ ଅନୁଭବ କରିପାରନ୍ତି ଯେ ଏହି ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରୁଛି, ତଥାପି ଧୀରେ ଧୀରେ ଆପଣ ଅନୁଭବ କରିବେ ଯେ ସେମାନେ କେବଳ ଆପଣଙ୍କର କଠିନ ପରିଶ୍ରମକୁ ପୁଞ୍ଜି କରିବାକୁ ଚାହାନ୍ତି। ଏହା ସେମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ, ଯେଉଁମାନଙ୍କର କାମ ଲୋକଙ୍କ ସହିତ, ବ୍ୟବସାୟ କିମ୍ବା ଇଣ୍ଟରନେଟ୍ ସହିତ କାମ କରିବା ସହ ଜଡ଼ିତ। ସେମାନଙ୍କ ପାଇଁ ଆଜି ରାତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ଏବେ ଏକ ବିଷୟ ପାଇଁ ଯାହା ଆପଣଙ୍କୁ ଆପଣଙ୍କର ମୂଳରୁ ଦୋହଲାଇ ଦେଇପାରେ। ଆଜି ସନ୍ଧ୍ୟା ପରେ କିଛି ସମୟ ପରେ, ବିଶେଷ କରି ସୂର୍ଯ୍ୟାସ୍ତ ସମୟରେ, ଏକ ଫୋନ୍ କଲ୍ କିମ୍ବା କଥାବାର୍ତ୍ତା ସମୟରେ ଏକ ନାମ ଆସିବ, ଯାହା ଆପଣଙ୍କର ମନକୁ କ୍ଷଣିକ ଭାବରେ ସ୍ତବ୍ଧ କରିଦେବ। ଏହି ନାମଟି ଏକ ନିର୍ଦ୍ଦିଷ୍ଟ ମହିଳାଙ୍କ ସହିତ ଜଡ଼ିତ, ଯିଏ ଆପଣଙ୍କର ସାମ୍ନାରେ ମିଠା କଥା କୁହନ୍ତି, କିନ୍ତୁ ଗଭୀର ଭାବରେ ଆପଣଙ୍କର ଦୁର୍ବଳତାକୁ ଖୋଜି ଚାଲିଥାନ୍ତି। ସେ ଆପଣଙ୍କୁ ପୂର୍ବରୁ ଜାଣିସାରିଛନ୍ତି, ଆପଣଙ୍କର ଅଭ୍ୟାସ, ଆପଣଙ୍କର ଭାବନା ଏବଂ ଆପଣଙ୍କର ଆବଶ୍ୟକତା। ସେ ସବୁ କିଛି ଜାଣନ୍ତି। ଅପେକ୍ଷା କରନ୍ତୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିପଦ ଆସିବାକୁ ବାକି ଅଛି। ଆପଣଙ୍କର ଜୀବନ ବିଷୟରେ ଏକ ଗୁପ୍ତ କଥା, ଯାହା ଆପଣ ବହୁତ କମ୍ ଲୋକଙ୍କ ସହିତ ସେୟାର କରନ୍ତି, ତାହା ଏହି ମହିଳାଙ୍କ ହାତରେ ପଡ଼ିଛି। ଯଦି ଆପଣ ଆପଣଙ୍କୁ ନିଜକୁ ଏହି ମହିଳାଙ୍କ ଠାରୁ ଦୂରେଇ ନ ରଖନ୍ତି, ତେବେ ଆଗାମୀ ଦିନରେ ସେ ଗୁପ୍ତ କଥା ଆପଣଙ୍କ ବିରୁଦ୍ଧରେ ବ୍ୟବହାର ହୋଇପାରେ। ବିଶେଷ କରି ଜୁନ୍ ମାସରେ ସେ ଆପଣଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇପାରନ୍ତି। ଏହି ଚେତାବନୀ କୌଣସି ମଜା ନୁହେଁ। ଆପଣଙ୍କର କୁଣ୍ଡଳୀରେ ବିଶ୍ୱାସଘାତକତାର ସମ୍ଭାବନା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଆଶ୍ଚର୍ଯ୍ୟଜନକ ଭାବରେ ଏହି ମହିଳା ସର୍ବଦା ଭୁଲରେ ଥିବା ପରି ଦେଖାଯିବେ ନାହିଁ। ଏପରି ସମୟ ଆସିବ ଯେତେବେଳେ ଆପଣ ଅନୁଭବ କରିବେ ଯେ
ଦୋଷ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ନିଜର। ଏହା ତାଙ୍କର ସବୁଠାରୁ ବଡ଼ ଅସ୍ତ୍ର। ଆପଣ ଭିତରେ ନିଜକୁ ଦୋଷୀ ମାନିବେ ଏବଂ ତାଙ୍କ ବିନା ଆପଣଙ୍କୁ ଅପୂର୍ଣ୍ଣ ଅନୁଭବ କରିବେ। ତଥାପି ବାସ୍ତବତା ସମ୍ପୂର୍ଣ୍ଣ ବିପରୀତ। ଏହି ମୁହୂର୍ତ୍ତରେ ଆପଣଙ୍କ ସମ୍ମୁଖରେ ଦୁଇଟି ରାସ୍ତା ଖୋଲି ଯାଉଛି। ଗୋଟିଏ ପଥ ଆପଣଙ୍କୁ ଅନ୍ଧକାରକୁ ନେଇଯିବ ଏବଂ ଆଉ ଗୋଟିଏ ପଥ ଆପଣଙ୍କୁ ଭାବପ୍ରବଣତାର ଜୁଆରରେ ଭସାଇ ନେବ, ଆପଣଙ୍କୁ ଅନ୍ଧକାରକୁ ନେଇଯିବ। ଅନ୍ୟଟି ଆପଣଙ୍କୁ ଆପଣଙ୍କର ଏକାନ୍ତତା ଠାରୁ ଉଠାଇ ସଫଳତା ଆଡ଼କୁ ନେଇଯିବ। ପସନ୍ଦ ଆପଣଙ୍କର। ମନେ ରଖନ୍ତୁ, ଆଜି ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆଗାମୀ 3 ମାସର ଗତିପଥ ନିର୍ଣ୍ଣୟ କରିବ। ଯଦି ଆପଣ ଆପଣଙ୍କ ଜୀବନରେ କୌଣସି ମହିଳା ଅଛନ୍ତି ଯେ ବାରମ୍ବାର ଆପଣଙ୍କର ବ୍ୟକ୍ତିଗତ ବ୍ୟାପାରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ନିରନ୍ତର ପଚାରୁଛନ୍ତି ଯେ ଆପଣ କେଉଁଠାକୁ ଯାଉଛନ୍ତି, କାହା ସହିତ କଥା ହେଉଛନ୍ତି, କିମ୍ବା ଯିଏ ହଠାତ୍ ଅତ୍ୟଧିକ ପରିଚିତତା ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି, ତେବେ ସତର୍କ ରୁହନ୍ତୁ। ଗ୍ରହମାନଙ୍କର ଗୋଚର ସୂଚାଇ ଦିଏ ଯେ ତାଙ୍କର ଉଦ୍ଦେଶ୍ୟ ପବିତ୍ର ନୁହେଁ ଏବଂ ଶେଷରେ ଆଜି ଆର୍ଥିକ ସମସ୍ୟା ମଧ୍ୟ ଏକ ପ୍ରମୁଖ ସମସ୍ୟା ହେବାକୁ ଯାଉଛି। ଏକ ଛୋଟ ଭୁଲ ବିଶ୍ୱାସ କିମ୍ବା ଅନ୍ୟ କେହି ପରାମର୍ଶ ଦେଇଥିବାରୁ ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ଯଥେଷ୍ଟ ଆର୍ଥିକ କ୍ଷତିକାରକ ହୋଇପାରେ। ବିଶେଷ କରି ରାତିରେ ଆର୍ଥିକ କାରବାରରେ ଲିପ୍ତ ହେବା, ପ୍ରତିଶ୍ରୁତି ଦେବା କିମ୍ବା କାହା ଉପରେ ଅନ୍ଧବିଶ୍ୱାସ ରଖିବା ମହଙ୍ଗା ସାବ୍ୟସ୍ତ ହୋଇପାରେ। ତଥାପି ଏହି ଅନ୍ଧାର ମଧ୍ୟରେ ଏକ ଆଲୋକ ମଧ୍ୟ ଅଛି। ଆଜି ରାତିରେ ସବୁକିଛି ନୀରବତାରେ ପରିଣତ ହେବା ପରେ ହଠାତ୍ ଆପଣଙ୍କ ମନରେ ଏକ ଚିନ୍ତା ଆସିବ। ଏକ ଚିନ୍ତା ଯାହା ମାସ ମାସ ଧରି ଚାପି ରହିଛି। ଏହି ଚିନ୍ତା ଆପଣଙ୍କ ଭବିଷ୍ୟତର ଦ୍ୱାର ଖୋଲିପାରେ। ଏହା ଏକ ନୂତନ ପ୍ରୟାସ, ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କିମ୍ବା ହୁଏତ ସ୍ଥାୟୀ ଭାବରେ ଏକ ପୁରୁଣା ସମ୍ପର୍କରୁ ଦୂରେଇ ଯିବାର ସାହସ ହୋଇପାରେ। ଏହା ଯାହା ହେଉ, ଏହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିବ। ଯଦି ଏପର୍ଯ୍ୟନ୍ତ ଆପଣ ଭିଡିଓଟିକୁ ଦେଖିଛନ୍ତି, ତେବେ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏବେ ଧ୍ୟାନ ଦେଇ ଶୁଣନ୍ତୁ। ପରବର୍ତ୍ତୀ କିଛି ସେକେଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ବିଳମ୍ବିତ ରାତିରେ ଏକ ସ୍ୱପ୍ନ, ଏକ ସ୍ୱର କିମ୍ବା ଏକ ହଠାତ୍ ଅପ୍ରତ୍ୟାଶିତ ସଂକେତ ମାଧ୍ୟମରେ ଆପଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବୁଝିନଥିବା ଜଣେ ବ୍ୟକ୍ତିଙ୍କର ପ୍ରକୃତ ସ୍ୱଭାବ ଆପଣଙ୍କ ନିକଟରେ ପ୍ରକାଶିତ ହୋଇପାରେ। ଆପଣଙ୍କୁ ହଠାତ୍ ଏକ ଅତୀତର ଘଟଣା ମନେ ପକାଇ ଦିଆଯିବ। ସେହି ମୁହୂର୍ତ୍ତରେ ସେମାନେ ଅନୁଭବ କରିବେ ଯେ ସେମାନେ ଆରମ୍ଭରୁ ହିଁ ହେରଫେରର ଶିକାର ହୋଇଛନ୍ତି। ସେମାନଙ୍କ ବିରୁଦ୍ଧରେ ଏକ ଖେଳ ଖେଳାଯାଉଥିଲା। ତଥାପି କାହାଣୀଟି ସେଠାରେ ଶେଷ ହୁଏ ନାହିଁ, କାରଣ ଆପଣଙ୍କର ଜ୍ୟୋତିଷ କୁଣ୍ଡଳୀ ମଧ୍ୟରେ ଆଉ ଏକ ବଡ଼ ପରିବର୍ତ୍ତନ ଆକାର ନେଉଛି। କିଛି ସମୟ ପାଇଁ ଆପଣଙ୍କ ଠାରୁ ଦୂରରେ ଥିବା ଜଣେ କେହି ହଠାତ୍ ଆପଣଙ୍କ ଜୀବନରେ ପୁନର୍ବାର ପ୍ରବେଶ କରିବାକୁ ଚେଷ୍ଟା କରିବେ। ତଥାପି ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରକାଶ ହେବ ଯେ ସେମାନଙ୍କ ଫେରିବା ପଛରେ ଉଦ୍ଦେଶ୍ୟ ପ୍ରେମ ନୁହେଁ, ବରଂ ସମ୍ପୂର୍ଣ୍ଣ ସ୍ୱାର୍ଥ। ସେମାନେ ଆପଣଙ୍କ ଭାଗ୍ୟର ପରିବର୍ତ୍ତନଶୀଳ ଜୁଆର ଅନୁଭବ କରିଛନ୍ତି। ସେମାନେ ଅନୁଭବ କରିଛନ୍ତି ଯେ ଆପଣଙ୍କର ଜୀବନ ଏବେ ନୂତନ ଉଚ୍ଚତାକୁ ଉଠିବାକୁ ଯାଉଛି ଏବଂ ସେମାନେ ଏହାର ଏକ ଅଂଶ ହେବା ପାଇଁ ଚାହୁଁଛନ୍ତି। ଆଜି ଆପଣଙ୍କ ମୁହଁରେ ଦେଖାଯାଉଥିବା କ୍ଳାନ୍ତି କେବଳ ଶାରୀରିକ କ୍ଳାନ୍ତି ନୁହେଁ, ଏହା ଆପଣ ନୀରବରେ ସହ୍ୟ କରିଥିବା ବିଶ୍ୱାସଘାତକତାରୁ ଜନ୍ମିତ କ୍ଳାନ୍ତି। କିନ୍ତୁ ବର୍ତ୍ତମାନ ସମୟ ବଦଳୁଛି। ବର୍ତ୍ତମାନ ସେହି ଲୋକମାନେ ଯେଉଁମାନେ ଥରେ ଆପଣଙ୍କୁ ଦୁର୍ବଳ ବୋଲି ଭାବୁଥିଲେ, ସେମାନେ ଆପଣଙ୍କର ନିଷ୍ପତ୍ତିକୁ ଭୟ କରିବେ ଏବଂ ଏହାର ସବୁଠାରୁ ବଡ଼ ସଂକେତ ଆସିବାକୁ ବାକି ଅଛି। ମୁଁ କିଛି ସମୟ ପୂର୍ବରୁ ଯେଉଁ ଚିହ୍ନ ବିଷୟରେ କହିଥିଲି, ତାହା ବିଷୟରେ ଏବେ ଏହାର ପ୍ରକୃତ ଗୁରୁତ୍ୱ ବୁଝନ୍ତୁ। ଆଜି ରାତିରେ ଆପଣଙ୍କ ଚାରିପାଖରେ ଘଟୁଥିବା ଏକ ଛୋଟ ଘଟଣା ଏକ ବଡ଼ ଝଡ଼ର ଆରମ୍ଭ ହୋଇପାରେ। ଆଶ୍ଚର୍ଯ୍ୟଜନକ ଭାବରେ ଅନ୍ୟମାନେ ଏହାକୁ ଏକ ସାଧାରଣ ଘଟଣା ଭାବରେ ଖାରଜ କରିପାରନ୍ତି। ଆପଣଙ୍କର ଆତ୍ମା ତୁରନ୍ତ ଅନୁଭବ କରିବ ଯେ କିଛି ଭୁଲ ଅଛି। ଆଜି ଆପଣ ଦୁଇଟି ଭିନ୍ନ ମୁହଁର ସମ୍ମୁଖୀନ ହେବେ। ଗୋଟିଏ ମୁହଁ ପ୍ରେମ ପ୍ରକାଶ କରିବ, ଅନ୍ୟଟି ଭୟ ସୃଷ୍ଟି କରିବ। ତଥାପି ସବୁଠାରୁ ବିପଦପୂର୍ଣ୍ଣ ଦିଗ ହେଉଛି ଯେ ଉଭୟ ମୁହଁ ପଛରେ ଉଦ୍ଦେଶ୍ୟ ସମାନ ହେବ। ଆପଣଙ୍କର ଶକ୍ତିକୁ ଦୁର୍ବଳ କରିବା ଏବଂ ଆପଣଙ୍କର ଭାବନାକୁ ଜାଲରେ ଫସାଇ ଦେବା। ଆପଣଙ୍କର ଏକ ମହାନ ପବିତ୍ର ହୃଦୟ ଅଛି ଏବଂ ସେଥିପାଇଁ ଲୋକମାନେ ପ୍ରାୟତଃ ଆପଣଙ୍କର ଅନ୍ତର୍ନିହିତ ଭଲପଣକୁ ଶୋଷଣ କରିବାକୁ ଚେଷ୍ଟା କରନ୍ତି। ତଥାପି ଆଜି ପ୍ରଥମ ଥର ପାଇଁ ଗ୍ରହଗୁଡ଼ିକ ଆପଣଙ୍କୁ ଏକ ଆଗୁଆ ଚେତାବନୀ ଦେଉଛନ୍ତି। ଯଦି ସନ୍ଧ୍ୟା ପରେ କେହି ହଠାତ୍ ଆସି ଆପଣଙ୍କ ସହିତ ଅତ୍ୟଧିକ ମଧୁରତାର ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କରେ, ଯଦି ଏକ ପୁରୁଣା ସମ୍ପର୍କ ହଠାତ୍ ତାର ଘନିଷ୍ଠତାକୁ ପୁନର୍ବାର ଜାଗ୍ରତ କରିବାକୁ ଚେଷ୍ଟା କରେ, କିମ୍ବା ଯଦି କୌଣସି ମହିଳା ଆପଣଙ୍କୁ ଏପରି ଅନୁଭବ କରାଏ ଯେପରି ସେ ବିଶ୍ୱର ଏକମାତ୍ର ବ୍ୟକ୍ତି ଯିଏ ପ୍ରକୃତରେ ଆପଣଙ୍କୁ ବୁଝନ୍ତି, ତେବେ ତୁରନ୍ତ ବନ୍ଦ କରନ୍ତୁ, କାରଣ ଏହା ହେଉଛି ସେହି
ଅଭ୍ୟାସ ଯେଉଁଥିରେ ପୂର୍ବରୁ ଆପଣ ପଡ଼ିଛନ୍ତି। ଏତେ ହରାଇବାର ମୂଲ୍ୟରେ ଏକମାତ୍ର ପାର୍ଥକ୍ୟ ହେଉଛି ଏଥର କ୍ଷତି ପୂର୍ବ ଅପେକ୍ଷା ବହୁତ ଅଧିକ ହୋଇପାରେ ଏବଂ ବର୍ତ୍ତମାନ ଏପରି କିଛି ପାଇଁ ଯାହା ଆପଣ କାହାକୁ କହିନାହାନ୍ତି। କିଛି ସମୟ ଧରି ଆପଣଙ୍କ ଭିତରେ ଭାଙ୍ଗି ପଡ଼ିଛନ୍ତି। ସାମ୍ନାରେ ଆପଣ ସାଧାରଣ ଦେଖାଯାଉଛନ୍ତି, ଆପଣ ହସୁଛନ୍ତି, ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ରାତିରେ ଯେତେବେଳେ ଆପଣ ଏକା ହୋଇଯାଉଛନ୍ତି ଆପଣଙ୍କ ମନରେ ଏକ ଅଦ୍ଭୁତ ଭୟ ଘୁରି ବୁଲୁଛି। ଆପଣ ଅନୁଭବ କରୁଛନ୍ତି ଯେପରି ଆପଣଙ୍କର ନିକଟତର କେହି, ଆପଣଙ୍କର ନିଜର କେହି ଆପଣଙ୍କୁ ପ୍ରକୃତରେ ବୁଝିପାରୁନାହାନ୍ତି ଏବଂ ଆଜି ଭୁଲ ପ୍ରକାରର ବ୍ୟକ୍ତି ଏହି ଦୁର୍ବଳତାର ସୁଯୋଗ ନେବାକୁ ଚେଷ୍ଟା କରିବେ। ଆଜି ଆପଣଙ୍କର ରାଶିଫଳ ସୂଚାଇ ଦିଏ ଯେ ଜଣେ ମହିଳା ଆପଣଙ୍କର ଭାବନାକୁ ପରିଚାଳିତ କରିବାକୁ ଚାହାନ୍ତି, ଯାହାଦ୍ୱାରା ଆପଣଙ୍କର ଏକ ପ୍ରମୁଖ ନିଷ୍ପତ୍ତି ନେବାକୁ ବାଧ୍ୟ କରାଯିବ। ଏହା ଟଙ୍କା ସମ୍ପର୍କ କିମ୍ବା ଏକ ପ୍ରତିଶ୍ରୁତି ଯାହା ଆପଣ ନିଜେ ଶେଷରେ ଭାଙ୍ଗିବାକୁ ଚାହୁଁଛନ୍ତି, ତଥାପି ସେତେବେଳକୁ ବହୁତ ଡେରି ହୋଇଥିବ, କାରଣ ସବୁଠାରୁ ବଡ଼ ମୋଡ଼ ଆସିବାକୁ ବାକି ଅଛି। ଆଜି ରାତି 9ଟା ପରେ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ରହସ୍ୟମୟ ହେବାକୁ ଯାଉଛି। ସେହି ସମୟ ମଧ୍ୟରେ ଏକ ବାର୍ତ୍ତା ଆସିବ କିମ୍ବା ଏକ ନିର୍ଦ୍ଦିଷ୍ଟ ନାମ ବାରମ୍ବାର ଆପଣଙ୍କର ସମ୍ମୁଖକୁ ଆସିବ କିମ୍ବା ସେହି ନାମ ଆଗାମୀ ଦିନର ସତ୍ୟକୁ ପ୍ରକାଶ କରିବ। ସଚେତନ ରୁହନ୍ତୁ। ଏହି ସମୟ ମଧ୍ୟରେ ଆପଣଙ୍କର ମନ ହଠାତ୍ ଅସ୍ଥିର ହୋଇଯାଇପାରେ। ଆପଣ କୌଣସି ସ୍ପଷ୍ଟ କାରଣ ବିନା ରାଗିପାରନ୍ତି କିମ୍ବା ଆପଣ ହଠାତ୍ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ଇଚ୍ଛା ଅନୁଭବ କରିପାରନ୍ତି। ସେହି ଭାବନାକୁ ଅଣଦେଖା କରନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଏକ ଚେତାବନୀ। ଯଦି ଆପଣ ଏତେ ଦୂର ଦେଖିଛନ୍ତି ତେବେ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଆଜି ପାଇଁ ଭଗବାନ ଶିବ ଆପଣଙ୍କୁ ଏପରି ଏକ ସତ୍ୟରୁ ରକ୍ଷା କରିବାକୁ ଯାଉଛନ୍ତି ଯାହା ଅନେକଙ୍କୁ ଭାଙ୍ଗି ଦେଇଛି। ବର୍ତ୍ତମାନ ଆପଣଙ୍କର କ୍ୟାରିୟରରେ ମଧ୍ୟ ଏକ ପ୍ରମୁଖ ଖେଳ ପ୍ରକାଶ ପାଉଛି। କେହି ଜଣେ ଚୁପଚାପ ଆପଣଙ୍କର କାମ ଦେଖୁଛନ୍ତି। ସେମାନେ ଆପଣଙ୍କର କଠିନ ପରିଶ୍ରମ, ଆପଣଙ୍କର ପ୍ରଗତି ଏବଂ ଲୋକଙ୍କ ମଧ୍ୟରେ ଆପଣଙ୍କର ବଢୁଥିବା ପରିଚିତ ଦ୍ୱାରା ବିଚଳିତ। ଆପଣଙ୍କ ମୁହଁରେ ସେମାନେ ହସିବେ, ତଥାପି ଗଭୀର ଭାବରେ ସେମାନେ ଆଶା କରୁଛନ୍ତି ଯେ ଆପଣ ଭୁଲ କରନ୍ତୁ। ଆଗାମୀ 7 ଦିନ ବିଶେଷ ଭାବରେ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଯେଉଁମାନଙ୍କର କାମ ବ୍ୟବସାୟ, ନିଯୁକ୍ତି, ସାମାଜିକ ଗଣମାଧ୍ୟମ କିମ୍ବା ସାଧାରଣ ଯୋଗାଯୋଗ ସହିତ ଜଡ଼ିତ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଆପଣଙ୍କର ସଫଳତାର ଚାବିକାଠି ସେ ବ୍ୟକ୍ତିଙ୍କ ପାଖରେ ଲୁଚି ରହିଛି ଯାହାକୁ ଆପଣ ଅତି କମ୍ରେ ବିଶ୍ୱାସ କରିଥିଲେ। ଆଜି ହେଉ କି କାଲି ଆପଣ କେବେ କଳ୍ପନା ମଧ୍ୟ କରିନଥିଲେ ଯେ କେହି ଜଣେ ଆପଣଙ୍କୁ ସାହାଯ୍ୟ କରିବେ। ସେ ଏହା କରିବାକୁ ଆଗକୁ ଆସିବେ। ପ୍ରାରମ୍ଭରେ ଆପଣ ଅନୁଭବ କରିପାରନ୍ତି ଯେ ଏହା ସବୁ କେବଳ ଏକ ସଂଯୋଗ, କିନ୍ତୁ ପରେ ଆପଣ ଅନୁଭବ କରିବେ ଯେ ଈଶ୍ୱର ଆପଣଙ୍କୁ ସଠିକ ଦିଗରେ ମାର୍ଗଦର୍ଶନ କରୁଥିଲେ। ଏହି କାରଣରୁ ଗତ କିଛି ଦିନ ଧରି ସମାନ ଚିନ୍ତାଧାରା, ସମାନ ସଂଖ୍ୟା କିମ୍ବା ସମାନ ନାମ ବାରମ୍ବାର ଆପଣଙ୍କ ସମ୍ମୁଖରେ ଦେଖାଯାଉଛି। ଏହା କୌଣସି ସାଧାରଣ ସଂକେତ ନୁହେଁ। ମୁଁ ପରବର୍ତ୍ତୀ ସମୟରେ ଯାହା ପ୍ରକାଶ କରିବାକୁ ଯାଉଛି ତାହା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। ସେହି ମହିଳା ଯାହାଙ୍କ ବିଷୟରେ ଆମେ ଆରମ୍ଭରୁ ଆଲୋଚନା କରି ଆସୁଛୁ, ତାଙ୍କର ପ୍ରକୃତ ଚେହେରା ଖୁବ୍ ଶୀଘ୍ର ଆପଣଙ୍କ ସମ୍ମୁଖରେ ପ୍ରକାଶ ପାଇବାକୁ ଯାଉଛି ଏବଂ ସବୁଠାରୁ ବଡ଼ ଆଘାତ ସେତେବେଳେ ଲାଗିବ ଯେତେବେଳେ ଆପଣ ଜାଣିବେ ଯେ ସେ ଏକା କାମ କରୁନାହାନ୍ତି, ତାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ଜଡ଼ିତ ଅଛନ୍ତି। ଏହା ଏପରି ଜଣେ ଯିଏ ଆପଣଙ୍କର ଉପସ୍ଥିତିରେ ସର୍ବଦା ଏକ ଶାନ୍ତ ଆଚରଣ ବଜାୟ ରଖିଥିଲେ, ତଥାପି ପରଦା ପଛରେ କ'ଣ ଘଟୁଛି ତାହା ଜାଣିଥିଲେ। ଆପଣ ଭାବୁଥିବେ କାହିଁକି ଏସବୁ ଘଟୁଛି, କାରଣ ଏହି ମୁହୂର୍ତ୍ତରେ ଆପଣଙ୍କର ରାଶିଫଳ ମନ୍ଦ ଦୃଷ୍ଟି ଏବଂ ଈର୍ଷାର ଏକ ଅତ୍ୟନ୍ତ ପ୍ରଭାବକୁ ସୂଚିତ କରୁଛି। ଲୋକମାନେ ଆପଣଙ୍କର ଶକ୍ତି ଉପରେ ଈର୍ଷାରେ ଜଳୁଛନ୍ତି। ସେମାନେ ଅନୁଭବ କରନ୍ତି ଯେ ଆପଣ ପ୍ରକୃତରେ ପାଇବାର ଯୋଗ୍ୟତା ଠାରୁ ବହୁତ ଅଧିକ ପାଉଛନ୍ତି ଏବଂ ଏହି କାରଣରୁ ଆପଣଙ୍କର ପରିବେଶରେ କୃତ୍ରିମ ନିକଟତରତାର ଭାବନା ବୃଦ୍ଧି ପାଉଛି। କିନ୍ତୁ ଭୟ କରନ୍ତୁ ନାହିଁ, କାରଣ ଗ୍ରହଗୁଡ଼ିକ କେବଳ ଏକ ଚେତାବନୀ ଦେଉନାହାନ୍ତି, ସେମାନେ ଆପଣଙ୍କୁ ରାସ୍ତା ମଧ୍ୟ ଦେଖାଉଛନ୍ତି। ଯଦି ଆପଣ ଆଜି କେବଳ ଗୋଟିଏ ନିଷ୍ପତ୍ତି, ଗୋଟିଏ ସଂକଳ୍ପ ନିଅନ୍ତି ଯେ ଆପଣ ଆଉ ସମସ୍ତଙ୍କ ସହିତ ଆପଣଙ୍କର ବ୍ୟକ୍ତିଗତ ବିଷୟଗୁଡ଼ିକ ସେୟାର କରିବେ ନାହିଁ, ତେବେ ଏକ ବଡ଼ ଆଚରଣ ସଙ୍କଟକୁ ଏଡ଼ାଇ ଦିଆଯାଇପାରିବ। ବିଶେଷ କରି ରାତିରେ ଆପଣଙ୍କର ମନର ପ୍ରତ୍ୟେକ ଚିନ୍ତାଧାରା କାହା ସହିତ ସେୟାର କରନ୍ତୁ ନାହିଁ, କାରଣ ଆଜି ଆପଣଙ୍କର ଶବ୍ଦଗୁଡ଼ିକ ଆପଣଙ୍କ ବିରୁଦ୍ଧରେ ବ୍ୟବହାର ହୋଇପାରେ ଏବଂ ଏବେ ଏଠାରେ ଏକ ସଂକେତ ଅଛି ଯାହା ଖୁବ୍ କମ୍ ଲୋକ ପ୍ରକୃତରେ ବୁଝିପାରିବେ। ଯଦି ଆଜି ରାତିରେ ଆପଣ ହଠାତ୍ ଏକ ପୁରୁଣା ଗୀତ ଶୁଣନ୍ତି କିମ୍ବା ଏକ ପୁରୁଣା ଫଟୋଗ୍ରାଫରେ ଝୁଣ୍ଟି ପଡ଼ନ୍ତି, ତେବେ ବୁଝନ୍ତୁ ଯେ ଅତୀତ ପୁଣି ଥରେ ଜୀବନରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି।
एथर एहार उद्देश्य अपूर्ण प्रेम नुहे बरं एक असंपूर्ण चाल। जदि आपण एपर्यंत एहाकु बुझी न पारती तेबे निश्चित भावरे आपण फासरे पड़िजिबे, कारण परवर्ती समय आपणक प्रकाशित हेबाकु थिबा सत्य आपणकु संपूर्ण भावरे आश्चर्य करि पारे। आज मध्यरात्रि परे किछि समय मध्यरे एक चिंता आपणकर मनकु आसीबो, जाहाकु आपण पूर्वरु अणदेखा करिसेंती, किंतु एथर सेही चिंता आपणकु सठिक पथरे नै जिवो। एहा कोनोसी निर्दिष्ट व्यक्तिंक ठारु निजको दूरेई रखिबार निष्पत्ति होई पारे, किंबा हुए तो एक नूतन प्रयासर आरंभ होई पारे, किंतु एहा एक गुरुत्वपूर्ण मोड़ हेबो जोंठारे आपणकर भाग्य धीरे धीरे परिवर्तन हेबा आरंभ करिबो। एवं ठीक सेही मुहूर्त रे एक घटना घटिबो जहा आपणकु आपणकर मूलरू हलाइथिबो, जहाको आपण एपर्यंत निजर सर्वोत्तम समर्थन बोली मने करूछंती से हठात एपरि व्यवहार करिबो जहा आपण केबे कल्पना करि नथिबे। सेमानंक मध्यरु गोटिए शब्द, केवल गोटिए शब्द आपणकर हृदय भितरे लुचि रहितिबा प्रत्येक भ्रम को भांगी देबो। अपेक्षा करंतु, प्रकृत खेल एबे आरंभ होईछि। एपर्यंत जहा किछि घटिछि ताहा केवल लक्षणर एक श्रृंखला थिला। प्रकृत परीक्षा आरंभ हेबाकु जाउछि, कारण आज राति आपणक जीवनर सेही राति मध्यरु गोटिए होई पारे जाहाको आपण आगामी बहु वर्ष पर्यंत भूली पारिबे नाही, एवं कारण शत्रु हेबो नाही बरं सेही व्यक्ति हेबो जाहाको आपण थरे आपणक हृदयर सबुठारु निकटतर करिथिले। आज आपण हठात अनुभव करिबे जे किछि व्यक्ति जानि सुनि आपणको मानसिक भावरे दुर्बल करिबाकु चेष्टा करूछंती। केतेबेले मीठा कथा माध्यमरे, केतेबेले नीरवता माध्यमरे, केतेबेले दूरता बजाय रखी एवं अन्य समय हठात सांत्वना पाई अति निकटतर होई। तथापि परिस्थिति आपण वर्तमान कल्पना करिबा अपेक्षा बहुत गभीर, कारण एही मुहूर्त रे आपणक कुंडली रे एक निर्दिष्ट ग्रह संरचना सृष्टि हेउछि जोंथरे विश्वासघातकता सीधा सड़क हृदय आघात करे। सबुठारु विपज्जनक भावरे आपण जानि मध्य पारिबे नाही जे एही खेल केबे एवं किपरि प्रकृत रे आरंभ होइथिला। आज संध्यारू विलंबित राति पर्यंत एक अद्भुत शक्ति आपणक चारिपाखरे घुरी बुलुछि। आपण निजको जणे निर्दिष्ट व्यक्तिंक विषय बारंबार चिंता करुथिबार देखिबे। आपण सेमानंको एक वार्ता पठाइबाकू, सेमानंक सहित कथा हेबाकू किंबा सेमानंक विषय सत्य उन्मोचन करिबाकू एक आग्रह अनुभव करिबे, किंतु एठारे आपणको निजको संयम करिबाकू पड़िबो, कारण ग्रह गुड़िक सुझाई देउछंती आपण जेते अधिक सेमानंक पछरे गोड़ाइबे सेते अधिक सेमाने आपणको आगको नेबे। एक भविष्यवाणी जहा अधिकांश व्यक्तिंक जीवन रे क्वचित सत्य हुए। जणे निर्दिष्ट महिलांक शक्ति आपणक जीवन रे सक्रिय अछि। जणे महिला जे निजे भितरे भांगी पड़िछंती से पृष्ठ रे शक्तिशाली देखा जाय पारंती, किंतु तांको भितरे क्रोध, गभीर एकाकिता एवं असुरक्षार लुचि रहिथिबा भंडार रहिछि। एही कारणरू से अन्य मानक भावना सहित खेलुछंती। लोकमाने तांको पाई आग्रही हेउतबा देखि से आनंद पांती। सेमानंकु तांको पछरे गोड़ाई देखिबारु से आपणकर दुर्बलता को चिन्हट करिछंती। आज प्रथम थर पाई आपणक निज आत्मा आपणको सत्य प्रकाश करिबाकु जाउछि। गत किछि दिन धरि आपण जो सब संकेत को अणदेखा करि आसुछंती ताहा बे एकाठी होई आपणको आखि आगरे प्रकाश पाइबो। कहार स्वर, कहार दृष्टि, कहार परिवर्तनशील आचरण ए सब हठात आपणक पाई स्पष्ट होइछिबो एवं सेही मुहूर्त रे आपण भितरे किछि भांगी जिबे। सेही भग्नतारु आपणकर प्रकृत शक्ति उभा हेबो, कारण प्रकाश हेबाकु जाउथिबा प्रकाश आपणक जीवनर सर्वोत्तम सत्य होई पारे। एहा जंत्रणादायक हेबो, तथापि सेही जंत्रणा आपणकु सेही उच्चतारे पहुंचाइबो जोठारे आपण थरे आपणकर एकांतरे पहुंचिबार स्वप्न देखिथिले। एवं आपण जीवा समय सर्वदा एहा मने रखंतु, जो दिन जणे व्यक्ति प्रकृतरे निजर मूल्य को अनुभव करिवे सेही दिन सेमानंकर शत्रु मानंकर पराजय अनिवार्य होई जाय। तेणु आपणकर भीतरर शक्ति को चिन्हतु, कोनसी महिलांकर फासरे पड़ंतु नाही, नचेत से फासरु बाहरिबा आपणक पई कष्टकर होइजिबो।